ସକାଳ ହେଲେ ସୂର୍ଯ୍ୟର କିରଣ ଗଛପତ୍ର ଭିତରେ ଛାଣି ଛାଣି ଦେହ ଉପରେ ବୋହୁଥିଲା। ସେମାନଙ୍କ ମିଠା ଡାକରେ ପରିବେଶ ଜୀବନ୍ତ ହୋଇ ଉଠିଥିଲା। ଏହି ଗାଁର ଲୋକମାନେ ସରଳ, ପରିଶ୍ରମୀ ଓ ଆପସରେ ସାହାଯ୍ୟକାରୀ ଥିଲେ। କିନ୍ତୁ ସେଇ ଗାଁରେ ଗୋଟିଏ ଏମିତି ମଣିଷ ଥିଲା ଯାହାର ସ୍ୱଭାବ ସବୁଠାରୁ ଅଲଗା। ଏହି ମଣିଷର ନାମ ଥିଲା ଧଣିଆ। ଧଣିଆ ଅତ୍ୟନ୍ତ ଲୋଭୀ ଥିଲା। ତାର ଘର ଧାନ, ଚାଉଳ, ଟଙ୍କାରେ ଭରିଥିଲା। ତଥାପି ତାର ମନ କେବେ ଭରୁ ନଥିଲା। ଯେତେ ମିଳୁଥିଲା ସେତେ ତାକୁ କମ୍ ଲାଗୁଥିଲା। ସେ ସବୁବେଳେ ଭାବୁଥିଲା, ମୋ ପାଖରେ ଆଉ ଅଧିକ ଥିବା ଦରକାର। ଗାଁରେ କେହି ଭୋକିଲା ରହିଲେ ଧଣିଆ ନିଜ କବାଟ ବନ୍ଦ କରି ଦେଉଥିଲା। କେହି ସାହାଯ୍ୟ ମାଗିଲେ ସେ ଦୁଃଖ ସ୍ୱରରେ କହୁଥିଲା, ମୋର ନିଜର ମଧ୍ୟ ଅଭାବ ଅଛି। ଯଦି ସେ ଅଭାବ କେବେ ଦେଖିନଥିଲା। ଗାଁର ଲୋକ ଧଣିଆର ଭଲ ଆଖିରେ ଦେଖୁନଥିଲେ, କିନ୍ତୁ ସେ କାହାକୁ ଗୁରୁତ୍ୱ ଦେଉନଥିଲା। ଜଙ୍ଗଲକୁ ଯାଇ କାଠ, ଫଳ, ମଧୁ ଯାହା ପାଉଥିଲା ସବୁକୁ ବିକି ଲାଭ କରିବା ଭାବୁଥିଲା। ଜଙ୍ଗଲର ପ୍ରାଣୀମାନେ ମଧ୍ୟ ତାକୁ ଚିହ୍ନିଥିଲେ। ପକ୍ଷୀ ତାକୁ ଦେଖିଲେ ଉଡ଼ି ଯାଉଥିଲେ, ପଶୁମାନେ ଲୁଚି ଯାଉଥିଲେ, କାରଣ ଧଣିଆର ଆଖିରେ କେବଳ ଲାଭ ଥିଲା, ଦୟା ନୁହେଁ। ଧଣିଆ ନିଜ ଟଙ୍କା ଥଳିକୁ ଗଣି ଗଣି ଦେଖୁଥିଲା। ଟଙ୍କାର ଝଙ୍କାର ଶୁଣି ସେ ଖୁସି ହେଉଥିଲା, କିନ୍ତୁ ସେଇ ଖୁସି ମୁହୂର୍ତ୍ତିକା ଥିଲା। ତାର ମନ ଭିତରେ ଶାନ୍ତି ନଥିଲା, ଘୁମ ମଧ୍ୟ ଠିକ୍ ଭାବେ ଆସୁନଥିଲା। ଲୋଭ ତାର ମନକୁ ଧୀରେ ଧୀରେ କଠୋର କରିଦେଇଥିଲା। ସେଇ ଲୋଭ ହିଁ ମନ ହିଁ ଧଣିଆକୁ ଆଗାମୀ ଦିନରେ ଏମିତି ଏକ ରାସ୍ତାରେ ନେଇଯିବ ଯେଉଁଠି ସେ ନିଜ ଜୀବନର ସର୍ବୋଚ୍ଚ ଶିକ୍ଷା ପାଇବ। କିନ୍ତୁ ସେ ସମୟରେ ଧଣିଆ ଏହା କେବେ ଭାବି ପାରିନଥିଲା। ଜଙ୍ଗଲ ଭିତରେ ଉଚ୍ଚ ଶାଳ ଓ ମହୁଆ ଗଛମାନଙ୍କ ମଧ୍ୟରେ ଥାଉଥିଲା ଗୋଟିଏ ସୁନ୍ଦର ପକ୍ଷୀ। ତାର ନାମ ଥିଲା ନୀଳୁ। ନୀଳୁର ପାଖୁଡ଼ି ନୀଳ ଆକାଶ ପରି ଚମକୁଥିଲା ଓ ଗଳାରେ ବେରୁଥିବା ଝରଣାର ପାଣି ପରି ମଧୁର ଥିଲା। ସେ ପ୍ରତିଦିନ ସକାଳେ ଉଡ଼ି ଉଡ଼ି ଜଙ୍ଗଲକୁ ଜାଗ୍ରତ କରୁଥିଲା। ନୀଳୁ କେବଳ ଗୀତ ଗାଇବା ପାଇଁ ନୁହେଁ, ତାର ମନ ବହୁତ ଦୟାଳୁ ଥିଲା। କେହି ପକ୍ଷୀ ଆହତ ହେଲେ ସେ ପାଖରେ ବସି ସାନ୍ତ୍ୱନା ଦେଉଥିଲା। ଛୋଟ ପକ୍ଷୀମାନଙ୍କୁ ଉଡ଼ାଇବା ଶିଖାଉଥିଲା। ଭୋକା ଥିଲେ ଦାନା ଖୋଜି ଆଣି ଦେଉଥିଲା। ଜଙ୍ଗଲରେ ସବୁ ପ୍ରାଣୀ ତାକୁ ଭଲ ପାଉଥିଲେ। ପ୍ରାୟ ସମୟରେ ଜଙ୍ଗଲ ସୀମାରେ ଥିବା ଗାଁକୁ ଦେଖୁଥିଲା। ମଣିଷମାନଙ୍କ ଜୀବନ ତାକୁ ଆଶ୍ଚର୍ଯ୍ୟ ଲାଗୁଥିଲା। କିଛି ମଣିଷ ଦୟାଳୁ, କିଛି ନିର୍ଦ୍ଦୟ। ସେମାନଙ୍କ ମଧ୍ୟରୁ ଧଣିଆକୁ ଦେଖିଲେ ନୀଳୁର ମନ ଅଶାନ୍ତ ହୋଇଯାଇଥିଲା। ନୀଳୁ ମନେ ମନେ ଭାବୁଥିଲା, ହେଇପାରେ ଏହି ମଣିଷର ମନ ଭିତରେ କେଉଁଠି ନା କେଉଁଠି ଭଲ ପାଇବା ଲୁଚିଥାଏ। ସୁନ୍ଦର ସକାଳ, ସୂର୍ଯ୍ୟର କିରଣ ଗଛପତ୍ର ଭିତରୁ ଛାଣି ଛାଣି ଜଙ୍ଗଲ ମଝିରେ ପଡ଼ୁଥିଲା। ପବନ ହଳୁ ହଳୁ ବହୁଥିଲା, ପତ୍ରମାନେ ସରସର କରୁଥିଲେ। ସେଇ ଶାନ୍ତ ପରିବେଶରେ ଧଣିଆ ଏକା ଏକା ଗଛ କାଟୁଥିଲା। ଆଘାତର ଶବ୍ଦ ଜଙ୍ଗଲର ନୀରବତାକୁ ଭଙ୍ଗ କରୁଥିଲା, କିନ୍ତୁ ଧଣିଆର ମନ ଶାନ୍ତ ନଥିଲା। ସେ କାଠ କାଟୁଥିଲା ଲାଭ ପାଇଁ, ପ୍ରକୃତି ପାଇଁ ନୁହେଁ। ହଠାତ୍ ସେଇ ଆଘାତର ଶବ୍ଦ ମଧ୍ୟରେ ଗୋଟିଏ ମଧୁର ଗୀତ ବାଜି ଆସିଲା। ଧଣିଆ ହାତ ରହିଗଲା। ସେ କାନ ଖଡ଼ା କଲା। ଗୀତଟି ଏତେ ସୁନ୍ଦର ଥିଲା ଯେ ମୁହୂର୍ତ୍ତକ ପାଇଁ ତାର ମନ ଶାନ୍ତ ହୋଇଗଲା। ଧୀରେ ଉପରକୁ ଚାହିଁଲା। ଗଛର ଉଚ୍ଚ ଡାଳରେ ବସି ନୀଳୁ ଗାଉଥିଲା। ତାର ପାଖୁଡ଼ିରେ ସୂର୍ଯ୍ୟର ଆଲୋକ ପଡ଼ି ନୀଳ ଓ ହଳଦିଆ ରଙ୍ଗ ଚମକୁଥିଲା। ଗୀତଟି ଶୁଣିଲେ ମନ ଶାନ୍ତ ହୋଇଯାଉଥିଲା, ଦୁଃଖ ଭୁଲିଯିବା ପରି ଲାଗୁଥିଲା। କିନ୍ତୁ ଏହି ସୁନ୍ଦରତା ଧଣିଆର ମନରେ ଦୟା ନୁହେଁ, ଲୋଭ ଜନ୍ମାଇଲା। ଛୋଟ କରି ପକ୍ଷୀଟିକୁ ଭଲ ଭାବେ ଦେଖିଲା। ତାର ମନେ ତୁରନ୍ତ ହିସାବ ଆରମ୍ଭ ହୋଇଗଲା। ଏତେ ସୁନ୍ଦର ପକ୍ଷୀ, ବଜାରରେ ନିଶ୍ଚୟ ଭଲ ଦାମ୍ ମିଳିବ। ଲୋକେ ଏହାକୁ ପିଞ୍ଜରାରେ ରଖିବାକୁ ଟଙ୍କା ଦେବେ। ଏହା ମଧ୍ୟ ଭାବିଲା, ଗୋଟିଏ ପକ୍ଷୀ ମାତ୍ର, ଯନ୍ତ୍ରଣାରେ ମୋର କ'ଣ କ୍ଷତି। ଧୀରେ ଧୀରେ ତାର ମନକୁ ଡାକିଦେଲା। ସେ ଭୁଲିଗଲେ ଯେ ନୀଳୁ ମଧ୍ୟ ଭୋକ, ଭୟ ଓ ଆନନ୍ଦ ଓ ଯନ୍ତ୍ରଣା ବୁଝୁଥିବା ଗୋଟିଏ ଜୀବନ୍ତ ପ୍ରାଣୀ। ସେ ଭୁଲିଗଲେ ଯେ ପ୍ରକୃତିର ସୁନ୍ଦରତା ବିକିବା ପାଇଁ ନୁହେଁ, ସମ୍ମାନ କରିବା ପାଇଁ। ମୁହୂର୍ତ୍ତରେ ଧଣିଆର ମନରେ ଗୋଟିଏ ଅନ୍ଧାର ନିଷ୍ପତ୍ତି ନେଇଗଲା। ଲୋଭ ଆଖିରେ ଦେଖି ସେ ଆଗାମୀ ଦିନର ଭୟଙ୍କର ପରିଣାମ କେବେ ଦେଖିପାରିଲା ନାହିଁ। ପରେ ଚିନ୍ତା ମନେ ଧରି ଧଣିଆ ଘରକୁ ଫେରିଲା। କବାଟ ବନ୍ଦ କରି ଚୁପଚାପ ଗୋଟିଏ ପୁରୁଣା ଜାଲ ବାହାର କଲା। ଜାଲଟି ଅନେକ ଦିନ ଧରି ପକ୍ଷୀ ଧରିବା ପାଇଁ ସେ ସଂଗ୍ରହ କରିଥିଲା। ତାର ଆଖି ଦ୍ରୁତ ଚାଲୁଥିଲା, ଆଖିରେ ଚତୁରାଇ ଓ ଲୋଭର ଚମକ ଥିଲା। ଦାନା, ଧାନ ଓ ଛୋଟ ଫଳ ନେଇ ଗଠିଆ କଲା, ଯେଣିକି ପକ୍ଷୀ ଆଇ ଅପରିହାର୍ଯ୍ୟ ଆକର୍ଷଣ। ସନ୍ଧ୍ୟା ହେବା ସହିତ ଧଣିଆ ଜଙ୍ଗଲ ସୀମାକୁ ଗଲା। ସେ ଏମିତି ଏକ ସ୍ଥାନ ବାଛିଲା ଯେଉଁଠି ପକ୍ଷୀମାନେ ପ୍ରାୟ ଆସୁଥିଲେ। ଗଛର ଛାୟା ଭିତରେ ସେ ଜାଲ ପୋତିଲା। ତାର ମଧ୍ୟଭାଗରେ ଦାନା ଛିଟାଇଲା। ସବୁ କାମ ସେ ଏତେ ଚୁପଚାପ କଲା ଯେ ଜଙ୍ଗଲ ମଧ୍ୟ କିଛି ଅନୁମାନ କରିପାରିଲା ନାହିଁ। ଅନ୍ୟପଟେ ନୀଳୁ ସେଇଦିନ ଖୁବ୍ ଭୋକରେ ଥିଲା। ସକାଳୁ ଠାରୁ ସେ ଅଧିକ ଦାନା ପାଇନଥିଲା।
ସୂର୍ଯ୍ୟ ଧୀରେ ଧୀରେ ଢଳୁଥିଲା ସମୟରେ ସେ ଆକାଶର ତଳକୁ ଚାହିଁଲା। ହଠାତ୍ ତାର ଆଖିରେ ଦାଣ ଚମକିଲା। ସେ ଭାବିଲା, ଏତେ ଦାନା, ଆଜି ଭୋକ ମିଟିଯିବ। ଚାରିପାଖେ ଦେଖିଲା, ସବୁଠି ନୀରବତା, କୌଣସି ଭୟର ଚିହ୍ନ ଦେଖାଗଲା ନାହିଁ। ଭୋକ ତାର ସତର୍କତାକୁ କମାଇ ଦେଲା। ସେ ଧୀରେ ଧୀରେ ତଳକୁ ଆସିଲା, ଗୋଟିଏ ଦାନା ଚୁଞ୍ଚୁରେ ନେଲା। ହଠାତ୍ ଜାଲ ଟାଣି ହୋଇଗଲା। ଆତଙ୍କରେ ପାଖୁଡି ଫଡଫଡ କଲା, ଡାକିଲା, ଛଟପଟ କଲା, କିନ୍ତୁ ଜାଲ ଅଧିକ ଟାଇଟ୍ ହୋଇଗଲା। ସେ ଭୟରେ କମ୍ପୁଥିଲା। ଆକାଶ ଜାଣେ ତାରୁ ଦୂର ସରିଗଲା। ଗଛ ପଛରେ ଲୁଚିଥିବା ଧଣିଆ ବାହାରି ଆସିଲା, ତାର ମୁହଁରେ ବିଜୟର ହସ। ସେ ଜାଲକୁ ଧରି କହିଲା, ଶେଷରେ ଧରି ନେଲି। ସେଇ ମୁହୂର୍ତ୍ତରେ ନୀଳୁ ବୁଝିଗଲା, ଲୋଭର ଜାଲ କେବଳ ସୂତାରେ ନୁହେଁ, ମଣିଷ ମନରେ ମଧ୍ୟ ଥାଏ। ଭିତରେ ଅଟକି ନୀଳୁ ଛଟପଟ କରୁଥିଲା। ପାଖୁଡି ଆଘାତ କରି ଯନ୍ତ୍ରଣା ପାଉଥିଲା। ଶ୍ୱାସ ନେବାକୁ ମଧ୍ୟ କଷ୍ଟ ହେଉଥିଲା। ତାର ଛୋଟ ହୃଦୟ ଭୟରେ ଜୋର ଜୋରରେ ଧଡ଼କୁଥିଲା। ଆକାଶ ଯାହା ତାର ସ୍ୱାଧୀନତା ଥିଲା, ସେ ଆକାଶ ଏବେ ଜାଲ ପଛରେ ଥିଲା। ନୀଳୁ ଆଖିରେ ଲୁହ ଭରି ଧଣିଆଙ୍କ ଦିଗକୁ ଚାହିଁଲା। ଭଙ୍ଗା ସ୍ୱରରେ ସେ କହିଲା, ଛାଡ଼ିଦିଅ, ମୁଁ କାହାର କିଛି କ୍ଷତି କରିନି। ମୁଁ ଜଙ୍ଗଲରେ ଗୀତ ଗାଇ ରହୁଥିଲି, କାହାକୁ ବିରକ୍ତ କରିନି। ମୋର ପରିବାର ଅଛି, ଛୋଟ ପକ୍ଷୀମାନେ ମୋତେ ଅପେକ୍ଷା କରୁଛନ୍ତି। ସେ କହିବା ସମୟରେ ନୀଳୁର ସ୍ୱରରେ ଦୟା, ଭୟ ଓ ଆଶା ମିଶିଥିଲା। ସେ ଭାବୁଥିଲା, ହୋଇପାରେ ଏହି ମଣିଷର ହୃଦୟ ଏବେ ମଧ୍ୟ ଗଳିଯିବ। ଧଣିଆର ମୁହଁରେ ଦୟାର କୌଣସି ଚିହ୍ନ ନଥିଲା। ସେ ହସି ହସି ଜାଲକୁ ଅଧିକ ଟାଣିଲା। ଲୋଭର ହସ ତାର ଆଖିରେ ଚମକୁଥିଲା। ସେ ରୁକ୍ଷ ସ୍ୱରରେ କହିଲା, ଦୟା ନୁହେଁ, ଧନ ଚାହିଁ ତୋର ଗୀତ ମୋ ପେଟ ଭରେନି, କିନ୍ତୁ ତୋତେ ବିକିଲେ ଟଙ୍କା ମିଳିବ। ନୀରବ ହୋଇଗଲା। ତାର ଆଖିରୁ ଧୀରେ ଧୀରେ ଲୁହ ଝରୁଥିଲା। ସେ ବୁଝିଗଲା, ଲୋଭଭରା ହୃଦୟକୁ ଶବ୍ଦରେ ନୁହେଁ, କେବଳ ଶିକ୍ଷାରେ ହିଁ ପରିବର୍ତ୍ତନ କରାଯାଇପାରେ। ସେହି ମୁହୂର୍ତ୍ତରେ ପ୍ରକୃତି ମଧ୍ୟ ଯେବେ ନୀରବ ହୋଇଗଲା, କାରଣ ଏକ ନିର୍ଦ୍ଦୟ ନିଷ୍ପତ୍ତି ନିଆଯାଉଥିଲା। ଜାଲରେ ବାନ୍ଧି ଧଣିଆ ଦ୍ରୁତ ପଦକ୍ଷେପରେ ବଜାର ଦିଗକୁ ଚାଲିଲା। ତାର ମନରେ ଆଉ କିଛି ନଥିଲା, କେବଳ ଟଙ୍କାର ଚିନ୍ତା। ସେ ଭାବୁଥିଲା, ଆଜି ଭଲ ଦାମ ମିଳିବ, ମୋ ଧନ ଆଉ ବଢ଼ିଯିବ। ଏହି ଲୋଭ ତାକୁ ଆଗର ରାସ୍ତାକୁ ଠିକ୍ ଭାବେ ଦେଖିବାକୁ ମଧ୍ୟ ଦେଲା ନାହିଁ। ଜଙ୍ଗଲ ମଝିରେ ସଂକୀର୍ଣ୍ଣ ରାସ୍ତା ଭିଜା ଓ ପିଛଳ ଥିଲା। ରାତିର ବର୍ଷାରେ ମାଟି ଖସି ଯାଇଥିଲା, କିନ୍ତୁ ଧଣିଆ ସେବକୁ ଧ୍ୟାନ ଦେଲା ନାହିଁ। ତାର ଆଖି ଜାଲ ଭିତରେ ଥିବା ପକ୍ଷୀ ଓ ଭାବିଥିବା ଟଙ୍କା ଉପରେ ଥିଲା। ହଠାତ୍ ତାର ପାଦ ଖସିଗଲା। ଧଣିଆ ଏକ ଗଭୀର ଗड्ढାରେ ଜୋରରେ ପଡ଼ିଗଲା। ଦେହରୁ ଏକ ଯନ୍ତ୍ରଣାଦାୟକ ଆଁ ଶବ୍ଦ ଆସିଲା। ହାତରୁ ଜାଲ ଛୁଟିଗଲା। ଟଙ୍କାର ଥଳି ମଧ୍ୟ ପଥରରେ ଆଘାତ ଖାଇ ଫାଟିଗଲା। ମୁହୂର୍ତ୍ତ ମଧ୍ୟରେ ସବୁ କିଛି ବଦଳିଗଲା। ଝରଣାର ପାଣି ସେଗୁଡ଼ିକୁ ନିଜ ସହ ବୋହାଇ ନେଲା। ଧଣିଆ ହାତ ବଢ଼ାଇଲା, ଚିତ୍କାର କଲା, କିନ୍ତୁ କିଛି କରିପାରିଲା ନାହିଁ। ତାର ସମସ୍ତ ଲୋଭର ବଳରେ ଆଖି ସାମ୍ନାରେ ଝରଣାରେ ହେଉ ହେଉ କରିଗଲା। ଧଣିଆ ଯନ୍ତ୍ରଣାରେ ପଡ଼ିଥିଲା, ଶରୀର ଆହତ। ସେ ଦେଖିଲା, ଯାହା ପାଇଁ ସେ ଦୟା ମାନବିକତା ଛାଡ଼ିଥିଲା, ସେହି ଧନ ମୁହୂର୍ତ୍ତରେ ହରାଇଗଲା। ସେଇ ଗଭୀର ଗड्ढାରେ ପଡ଼ି ଧଣିଆ ପ୍ରଥମ ଥର ପାଇଁ ବୁଝିଲା, ଲୋଭ ମଣିଷକୁ ଅନ୍ଧାର କରେ ଏବଂ ଶେଷରେ ଶୂନ୍ୟ ହାତ କରିଦିଏ। ଓ ଅନ୍ଧାର ଗାତରେ ପଡ଼ି ଧଣିଆ ଯନ୍ତ୍ରଣାରେ କୁହୁ କୁହୁ କରୁଥିଲା। ତାର ଗୋଟିଏ ପାଦ ଭଲ ଭାବେ ମୋଡ଼ି ଯାଇଥିଲା। ଅଳ୍ପ ଅଞ୍ଚଳ କଲେ ମଧ୍ୟ ତୀବ୍ର ବେଦନା ହେଉଥିଲା। ମାଟି ଓ ପଥରରେ ଶରୀର କ୍ଷତିଗ୍ରସ୍ତ ହୋଇଥିଲା। ସେ ଉଠିବାକୁ ଚେଷ୍ଟା କଲା, କିନ୍ତୁ ପୁନର୍ବାର ମୁନିରେ ପଡ଼ିଗଲା। ଆଗରେ ଯେ ମୁହଁରେ ସବୁବେଳେ ତାଲାକ ହସ ଥାଉଥିଲା, ସେଇ ମୁହଁ ଆଜି ଭୟରେ ଫିକା ପଡ଼ିଯାଇଥିଲା। ଆଖି ଥିଲା ନିରାଶା, ଅସହାୟତା ଓ ଗଭୀର ପଶ୍ଚାତାପ। ଧଣିଆ ବୁଝିପାରୁଥିଲା, ଲୋଭର ପଛରେ ଧାଉଥିବା ବେଳେ ସେ ନିଜକୁ ଏହି ବିପଦରେ ପକାଇ ଦେଇଛି। ଗାତର ଉପରେ ନିକଟରେ ଗଛ ଡାଳରେ ନୀଳୁ ଶାନ୍ତ ହୋଇ ବସିଥିଲା। ତାର ସାନ ଆଖି ଧଣିଆକୁ ଦେଖୁଥିଲା। ଜାଲର ଯନ୍ତ୍ରଣା ତାର ମନରେ ଏପର୍ଯ୍ୟନ୍ତ ତାଜା ଥିଲା, କିନ୍ତୁ ତଥାପି ସେ ଧଣିଆର ଦୁର୍ଦ୍ଦଶା ଦେଖି ମନେ ଦୟା ଅନୁଭବ କଲା। ନୀଳୁ ମନେ ମନେ ଭାବିଲା, ଶକ୍ତି ମୋତେ ବାନ୍ଧିଥିଲା, ମୋର ସ୍ୱାଧୀନତା ନେବାକୁ ଚାହୁଁଥିଲା। ସେତେବେଳେ ମୋ ଯନ୍ତ୍ରଣାକୁ ସେ ଅନୁଭବ କରିନଥିଲା, କିନ୍ତୁ ଆଜି ସେ ନିଜ ଅସହାୟ ବିପଦରେ ପଡ଼ିଥିବା ଦେଖି କାହାକୁ ଛାଡ଼ିଦେବା ଠିକ୍? ମୁହୂର୍ତ୍ତ ଧରି ନୀଳୁ ନୀରବ ରହିଲା। ପରେ ତାର ହୃଦୟ ଦୟା ଜିତିଗଲା। ସେ ହଠାତ୍ ଡାଳ ଛାଡ଼ି ଉଡ଼ିଲା ଓ ଗାତ ପାଖରେ ଥିବା ଗଛରେ ବସିଲା। ନୀଳୁ ସମ୍ପୂର୍ଣ୍ଣ ଶକ୍ତିରେ ଚିତ୍କାର କରିବାକୁ ଲାଗିଲା। ଜଙ୍ଗଲ ମଧ୍ୟରେ ଏହି ସ୍ୱର ପୁନର୍ବାର ଗୁଞ୍ଜି ଉଠିଲା।
ପତ୍ର ହଲୁ ହଲୁ କମ୍ପିଲା। ଥିବା ଗାଁ ରାସ୍ତାରେ ଚାଲୁଥିବା କିଛି ଲୋକ ଏହି ଅସାଧାରଣ ଶବ୍ଦ ଶୁଣି ରହିଗଲେ। ଏତେ ଜୋରରେ କେଉଁ ପକ୍ଷୀ ଡାକୁଛି ବୋଲି ଗୋଟିଏ ଲୋକ କହିଲା। ସନ୍ଦେହ ଓ ଚିନ୍ତାରେ କିଛି ଗାଁ ଲୋକ ଶବ୍ଦ ଦିଗକୁ ଚାଲି ଆସିଲେ। ଗାତ ପାଖକୁ ଆସି ସେମାନେ ଧଣିଆକୁ ଏହି ଦୁର୍ଦ୍ଦଶାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ନେଳୁ ଚୁପ୍ ହୋଇ ଡାଳରେ ବସିଲା। ତାର ଛୋଟ ହୃଦୟରେ ଏକ ଶାନ୍ତି ଥିଲା। ସେ ଜାଣିଥିଲା ଆଜି ଦୟା ଜିତିଗଲା। ଗାଁ ଲୋକ ଦୌଡ଼ି ଧରି ଏକାଠି ହେଲେ। କିଛି ଲୋକ ତଳକୁ ଝୁଙ୍କି ଧଣିଆକୁ ସାହାଯ୍ୟ କଲେ, କିଛି ଲୋକ ଦୌଡ଼ି ଟାଣିଲେ। ଧୀରେ ଧୀରେ ଧଣିଆ ଗାତରୁ ବାହାରିଲା। ମାଟି ଓ ଗାଁରେ ଭରିଥିବା ଦେହକୁ ନେଇ ସେ ଭୂମିରେ ବସି ପଡ଼ିଲା। ତାର ଶରୀର ଯନ୍ତ୍ରଣାରେ କମ୍ପୁଥିଲା, କିନ୍ତୁ ତାଠାରୁ ଅଧିକ ଯନ୍ତ୍ରଣା ତାର ମନରେ ଥିଲା। ଧଣିଆ ନିଜ ହାତକୁ ଦେଖୁଥିଲା। ଏହି ହାତ ଦିନେ ଦୟାକୁ ଠେଲି ଦେଇଥିଲା। ଆଜି ସେହି ହାତ ଅସହାୟ ହୋଇ ରହିଗଲା। ମୁହଁ ତଳକୁ ଝୁଙ୍କିଥିଲା। କାହାକୁ ଆଖି ମିଳାଇ ଦେଖିବାର ସାହସ ତାର ରହିଲା ନାହିଁ। ଗାଁ ଲୋକ ଚୁପ୍ ଥିଲେ, କେହି କିଛି କହିଲେ ନାହିଁ। କିନ୍ତୁ ସମସ୍ତଙ୍କ ଆଖିରେ ଏକ ଶିକ୍ଷା ଥିଲା। ସେହି ସମୟରେ ନୀଳୁ ଧୀରେ ଧୀରେ ଉଡ଼ି ଆସି ଧଣିଆର ସାମ୍ନାରେ ଥିବା ଗଛ ଡାଳରେ ବସିଲା। ତାର ଛୋଟ ଶରୀରରେ କୌଣସି ଭୟ ନଥିଲା। ଧଣିଆ ଯେତେବେଳେ ମୁଣ୍ଡ ଉଠାଇଲା, ସେ ନୀଳୁର ଆଖି ସହ ଆଖି ମିଳାଇଲା। ସେ ଗଭୀର ଶ୍ୱାସ ନେଲା। ଗଳା ବାହାରି ଆସିଲା। କମ୍ପିଥିବା ସ୍ୱରରେ ସେ କହିଲା, ମୁଁ ଭୁଲ କରିଥିଲି। ମୋର ଲୋଭ ମୋତେ ଅନ୍ଧ କରିଦେଇଥିଲା। ମୁଁ ତୁମକୁ କେବଳ ଧନର ଜିନିଷ ଭାବରେ ଦେଖିଥିଲି, ପ୍ରାଣୀ ଭାବରେ ନୁହେଁ। ଅଳ୍ପ ସମୟ ନୀରବ ରହି ପୁଣି କହିଲା, ଚାହିଁଲେ ଆଜି ମୋତେ ଏଠାରେ ଛାଡ଼ି ଯାଇପାରୁଥିଲ, କିନ୍ତୁ ତୁମେ ଦୟା ଦେଖାଇଲ। ମୁଁ ଏହାର ଯୋଗ୍ୟ ନଥିଲି। ନୀଳୁ ତାର ମୁଣ୍ଡ ଅଳ୍ପ ଟିକେ ହଲାଇଲା। ତାର ସ୍ୱର ଶାନ୍ତ ଓ ମଧୁର ଥିଲା। ପ୍ରତିଶୋଧଠାରୁ ବଡ଼। ଯେ ମନ ଦୟାରୁ ବୁଝିପାରେ, ସେହି ମନ ପରିବର୍ତ୍ତିତ ହୋଇପାରେ। କଥା ଶୁଣି ଧଣିଆର ଆଖି ଭରି ଆସିଲା। ଦୀର୍ଘ ଦିନ ଧରି ସେ ହୃଦୟ ପଥର ହୋଇଯାଇଥିଲା। ସେହି ହୃଦୟ ଆଜି ଗଳିଗଲା। ତାର ଆଖିରୁ ଲୁହ ଝରି ପଡ଼ିଲା। ଲଜ୍ଜାର, ପଶ୍ଚାତାପର ଓ ପରିବର୍ତ୍ତନର ଲୁହ। ଗାଁ ଲୋକେ ଦୂରରୁ ଏହି ଦୃଶ୍ୟ ଦେଖିଲେ। ତାର ମୁହଁରେ କଠୋରତା ନଥିଲା। ସମସ୍ତେ ବୁଝିଗଲେ ଏହା କେବଳ ଧଣିଆର ମୁକ୍ତି ନୁହେଁ, ତାର ମନର ମଧ୍ୟ ମୁକ୍ତି। ଦିନ ପରେ ଧଣିଆର ଜୀବନ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଭାବେ ବଦଳିଗଲା। ସେ ଜଙ୍ଗଲକୁ ଆଉ ଲୋଭର ଚୋଖରେ ଦେଖିଲା ନାହିଁ। ଗଛ, ପାତା, ପକ୍ଷୀ, ଛୋଟ ପଶୁ ସବୁକୁ ସେ ଜୀବନ୍ତ ପ୍ରାଣୀ ଭାବରେ ଦେଖିବାକୁ ଶିଖିଗଲା। ଧଣିଆ ମନେ ମନେ ଭାବୁଥିଲା, ମୁଁ ଆଗରେ ଲୋଭର ଜାଲରେ ଅନ୍ଧ ହୋଇଥିଲି, କିନ୍ତୁ ଆଜି ମୁଁ ଦୟା, ସହାନୁଭୂତି ଓ ପରିବର୍ତ୍ତନର ମୂଲ୍ୟ ବୁଝିଛି। ସେ ଘରକୁ ଫେରିଥିଲେ। ଆଶପାଶରେ ଲୋକମାନେ ତାର ଆଚରଣ ଦେଖି ଆଶ୍ଚର୍ଯ୍ୟ ହେଲେ। ଯିଏ କେବେ କାହାକୁ ଏକ ମୁଠି ଚାଉଳ ଦେଉନଥିଲା, ସେ ଏବେ ଗରିବ, ଦୁଃଖୀ ଓ ପରିସ୍ଥିତି ବିଚାରି ସାହାଯ୍ୟ କରୁଥିଲା। ଯିଏ କେବେ ପକ୍ଷୀକୁ ଧରି ଜାଲ ରଖୁଥିଲା, ସେ ଏବେ ପକ୍ଷୀ ପାଇଁ ପାଣି, ଦାନା ଓ ସୁରକ୍ଷା ଦେଉଥିଲା। ନୀଳୁ ପକ୍ଷୀ ଟିକେ ପ୍ରାୟ ସମୟରେ ଧଣିଆ ଘର ପାଖକୁ ଆସୁଥିଲା। ତାର ଚକ୍ଷୁ ଧଣିଆ ଉପରେ ରହୁଥିଲା। ଧଣିଆ ତାକୁ ଦେଖି ସ୍ୱାସ୍ଥ୍ୟ ଓ ସନ୍ତୋଷ ଅନୁଭବ କଲା। ଏବେ ପ୍ରତ୍ୟେକ ଦିନ ଗାଁରେ ଶାନ୍ତି, ସହଯୋଗ ଓ ସହାନୁଭୂତି ଖେଳାଗଲା। ଧଣିଆ ଓ ନୀଳୁର ମଧ୍ୟରେ ଏକ ନୀରବ ମିତ୍ରତା ଗଢ଼ି ଉଠିଲା। ଏହାର କୌଣସି ଶବ୍ଦ ନଥିଲା, କିନ୍ତୁ ମନ ମଧ୍ୟରେ ଦୟା, ପରିବର୍ତ୍ତନ ଓ ଆଦର ଥିଲା। ନୀଳୁ ହଳୁ ହଳୁ ଉଡ଼ି ଛାତ ଉପରେ ବସିଥିଲା। ଧଣିଆ ତାର ଆଖିରେ ଦେଖିବାକୁ ଲାଗିଲେ। ଏକ ଗଭୀର ଶାନ୍ତି ଅନୁଭବ କଲେ। ତାର ମନର ଗଭୀରତାକୁ ଏକ କଥା ଆସୁଥିଲା, ଏବେ ମୋ ହୃଦୟ ଆଜି ମୁକ୍ତ। ମୁଁ ଶିଖିଗଲି, ଲୋଭ ନଷ୍ଟ କରେ, କିନ୍ତୁ ଦୟା ଜୀବନକୁ ସଫଳ କରେ। ସେହି ଦିନ ପରେ ଧଣିଆ ଘର, ଗାଁ ଓ ଜଙ୍ଗଲର ସବୁ ପ୍ରାଣୀଙ୍କୁ ଏକ ସମାନ ଭାବରେ ଦେଖି ସକ୍ଷମ ହୋଇଗଲେ। ତାର ହୃଦୟ ପ୍ରଥମ ଥର ପାଇଁ ସଫଳ, ଶାନ୍ତିପୂର୍ଣ୍ଣ ଓ ଦୟାମୟ ହୋଇଗଲା। ଗଛ ତଳେ ବସିଥିଲେ। ନୀଳୁ ତାର ଡାଳରେ ଅବସ୍ଥିତ ଥିଲା। ଆଳୁ ଆଳୁ ସୂର୍ଯ୍ୟ ଦୀପର ଆଲୋକ ପ୍ରକାଶ କରୁଥିଲା। ଗଛର ପତ୍ର ଓ ଜଳ ମୁହଁରେ ସୁନ୍ଦର ଛାୟା ତିଆରି କରୁଥିଲା। ଧଣିଆ ଗାଁର ପିଲାମାନଙ୍କୁ ଆସି କହିଲେ, ତୁମର କାହାଣୀରେ ଏକ ମହାନ ଶିକ୍ଷା ଅଛି। ଆଗରେ ମୁଁ ଲୋଭର ଜାଲରେ ଅନ୍ଧ ହୋଇଥିଲି। ମୁଁ ଭବିଷ୍ୟତରେ ପ୍ରତି ସତର୍କ ହୋଇପାରିନଥିଲି। ଏହା ପରିଣାମରେ ମୁଁ ବିପଦରେ ପଡ଼ିଗଲି, ଧନ ହରାଇଲି ଏବଂ ଅନ୍ୟଙ୍କୁ ଦୁଃଖ ଦେଇଥିଲି। ମନେ ମନେ କହିଲେ, ପିଲାମାନେ, ଲୋଭ କେବଳ ଅନ୍ଧ କରେ, କିଛି ମିଳାଉନଥାଏ। ଯଦି ତୁମେ ଦୟା, ସହାନୁଭୂତି ଓ ଶିକ୍ଷାକୁ ବୁଝିବ, ତୁମର ମନ ପରିବର୍ତ୍ତିତ ହେବ। ଏହା ପ୍ରତ୍ୟେକ ପ୍ରାଣୀଙ୍କୁ ସମ୍ମାନ କରିବାର ଶକ୍ତି ଦିଏ।
ହଳୁ ହଳୁ ଡାଳ ହଲାଇଲା। ତାର ମଧୁର ସ୍ୱରରେ ଏକ ଗଭୀର ଶିକ୍ଷା ଜାରି ହେଲା। ଦୟା ହେଉଛି ସତ୍ୟ ସମ୍ପଦ। ଯାହା ଦୟାରେ ବଢ଼ିଥାଏ ସେ ବିଶ୍ୱର ସବୁ ସମ୍ମାନ ଓ ସଫଳତା ପାଇଥାଏ। ଧଣିଆ ଏବେ ଆଖି ଖୋଲି ସମସ୍ତ ଜୀବନକୁ ଦେଖିବାକୁ ଶିଖିଲେ। ପ୍ରତ୍ୟେକ ପକ୍ଷୀ, ପଶୁ, ଗଛ ଓ ଲୋକ ସମସ୍ତଙ୍କୁ ସମାନ ଭାବରେ ପ୍ରଶଂସା କରିବାର ଶକ୍ତି ମିଳିଥିଲା। ତାର ହୃଦୟ ପ୍ରଥମ ଥର ପାଇଁ ସଫଳ, ଶାନ୍ତିପୂର୍ଣ୍ଣ ଏବଂ ଦୟାମୟ ହୋଇଯାଇଥିଲା। ଗାଁର ପିଲାମାନେ ଏହି କାହାଣୀ ଶୁଣି ଶିଖିଲେ, ଲୋଭ ନଷ୍ଟ କରେ କିନ୍ତୁ ଦୟା ସମସ୍ତଙ୍କୁ ମିଳିତ କରେ। ଏହା ମନକୁ ମୁକ୍ତି ଦିଏ, ଜୀବନକୁ ଶାନ୍ତି ଦିଏ। ଧଣିଆ ଏକ ଦୀର୍ଘ ଶ୍ୱାସ ନେଲେ। ତାର ମନ ପ୍ରଥମ ଥର ପାଇଁ ସଫଳ ଓ ଶାନ୍ତ